ପ୍ରେମରେ ହାରିଯାଇଥିବା ମଣିଷଟା କ'ଣ ସତରେ ଏମିତି ଡିପ୍ରେସନକୁ ଚାଲିଯାଏ ଯେ ଶେଷରେ ଜୀବନ ଯୁଦ୍ଧରେ ବି ହାରିଯାଇପାରେ? ପ୍ରେମ କରି ବିବାହ କରିଥିବା ମନର ମାନସୀ ସହିତ କ'ଣ ଏମିତି ଘଟିଥିଲା ଯେ ସେଦିନ ଜୀବନ ସାରା ସାଥୀ ହେଇ ବାଟ ଚାଲିବାକୁ କଥା ଦେଇଥିବା ମଣିଷଟା ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲା? କ'ଣ ଘଟିଥିଲା ସେଦିନ? ଉଭୟଙ୍କ ସମ୍ପର୍କ ଭିତରେ କାହିଁକି ଆସିଥିଲା ଫାଟ? ସେ ଫାଟ କ'ଣ କେବେ ବନ୍ଦ ହୋଇପାରିନଥାନ୍ତା? ସେ ସମ୍ପର୍କ କ'ଣ ଆଉ କେବେ ଯୋଡ଼ି ହୋଇପାରିନଥାନ୍ତା? ଏମିତି ଅନେକ ପ୍ରଶ୍ନର ଉତ୍ତର ନିଜ ସହ କଫିନ୍ ଭିତରେ ସାଥିରେ ନେଇ କବର ନେଇଯାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହେଲେ ଥରେ ଭାବିଲେ ସେହି ପୁରୁଣା ଦିନକୁ, ଥରେ ଫେରିଯାଆନ୍ତୁ କିଛି ଦିନର ପଛକୁ। ନିଜ ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ହ୍ୟୁମାନକୁ ପ୍ରେମରେ ମତୁଆଲା କରିଥିଲେ ଶ୍ରିୟା ମିଶ୍ର। ଉଭୟ ଭିନ୍ନ ଭିନ୍ନ ଧର୍ମର ହୋଇଥିଲେ ବି ଏମାନଙ୍କ ପ୍ରେମର ଘନିଷ୍ଠତା ଏମାନଙ୍କୁ ଏକାଠି କରିବାକୁ ରୋକ ଲଗାଇ ପାରେନି। ଶେଷରେ ଉଭୟ ଏକାଠି ହେଇ ଜୀବନସାରା ବାଟ ଚାଲିବାକୁ କଥା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି। କିଛି ଦିନର ସମ୍ପର୍କ ପରେ କୋଳକୁ ଆସେ ଗୋଟେ କନ୍ୟା ସନ୍ତାନ। ସେଦିନ ଘରକୁ ଝିଅ ଆସିବା ଖୁସିରେ ସମସ୍ତେ ମସ୍ଗୁଲ ଥିଲେ। ଧୀରେ ଧୀରେ କ'ଣ ହେଲା କେଜାଣି ଉଭୟଙ୍କ ଉପରେ କାଦୁଅ ଫିଙ୍ଗିବା ଆରମ୍ଭ କରିଦିଅନ୍ତି। ଶ୍ରିୟା ଥାନାରେ ଏତଲା ଦିଅନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ଭଳି ଅଭିଯୋଗ ହ୍ୟୁମାନଙ୍କ ଉପରେ ଆଣନ୍ତି। ଆଉ ଆମ ମିଡ଼ିଆ ବି କଳିଯୁଗର ନାରଦ ପରି ପଛରେ ପଡ଼ିଯାଆନ୍ତି। ଶେଷରେ ଉଭୟ ଅଲଗା ବି ହୋଇଯାଆନ୍ତି। ଆଉ ସେବେଠୁ କୁଆଡ଼େ ହ୍ୟୁମାନ ସାଗରଙ୍କ ଭାଙ୍ଗିବାଟା ଆରମ୍ଭ ହୁଏ। ଧୀରେ ଧୀରେ ଡିପ୍ରେସନକୁ ଚାଲିଯାଆନ୍ତି ହ୍ୟୁମାନ। ନିଜ ପ୍ରେମକୁ ହରେଇ ନିଜ ଝିଅକୁ ଦୂରେଇ ହ୍ୟୁମାନ ସିନା ଡିପ୍ରେସନକୁ ଚାଲିଯାଆନ୍ତି, କିନ୍ତୁ ସଂଘର୍ଷମୟ ଜୀବନରୁ ହାରନ୍ତିନି ସେ। ସତ କହିଲେ ଏ ସମ୍ପର୍କ କ'ଣ ଆଉ ଥରେ ଯୋଡ଼ି ହୋଇପାରିନଥାନ୍ତା? ଏ ସମ୍ପର୍କ କ'ଣ ପୁଣି ଥରେ ଏକାଠି ହୋଇପାରିନଥାନ୍ତା? ସେ ଯାହା ବି ହେଉ, କିନ୍ତୁ ହଠାତ୍ ଏମିତି କ'ଣ ହେଲା ଅଚାନକ ହ୍ୟୁମାନ ଏମ୍ସରେ ଆଇସିୟୁରେ ଆଡ଼ମିଟ୍ ହେବା ଖବର ପୁରା ରାଜ୍ୟବାସୀଙ୍କୁ ମର୍ମାହତ କରିଦିଏ। ହ୍ୟୁମାନଙ୍କ ପ୍ରଶଂସକ ମଧ୍ୟ ଏକଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ନ୍ତି। କିଛି ଦିନର ଚିକିତ୍ସା ପରେ ଡାକ୍ତର ବି ହାର ମାନିଯାଆନ୍ତି। ଆଉ ହ୍ୟୁମାନ ବି ଜୀବନ ଯୁଦ୍ଧରେ ହାରିଯାଆନ୍ତି ଆଜ୍ଞା। ହେଲେ ହ୍ୟୁମାନଙ୍କ ଯିବାର ଦୁଃଖରେ ସାରା ଓଡ଼ିଶାର ସଙ୍ଗୀତ ଜଗତରେ ଥିଲା ଲୁହ। ଆଉ ଏପଟେ ମା ଦୋଷ ଲଦି ଚାଲିଥିଲା ପୁଅର ମୃତ୍ୟୁ ପାଇଁ ଦାୟୀଥିବା କେତେଜଣଙ୍କ ନାଁକୁ ନେଇ। ସେମାନେ ଥିଲେ ହ୍ୟୁମାନଙ୍କ ପିଏ ତଥା ମ୍ୟାନେଜର ଆଉ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ। ଅର୍ପିତା କୁଆଡ଼େ ହ୍ୟୁମାନ ସହିତ ସବୁବେଳେ ଯୋଗାଯୋଗରେ ଥିଲେ। ସେ କୁଆଡ଼େ ସବୁବେଳେ ହ୍ୟୁମାନ ସାଗରକୁ ଦେଖା କରିବାକୁ ଆସୁଥିଲେ। ହେଲେ ସେ ହସ୍ପିଟାଲ ଆଡ଼ମିଟ୍ ହେବା ପୂର୍ବରୁ ଅର୍ପିତା ହ୍ୟୁମାନଙ୍କୁ ଦେଖା କରିବାକୁ ନ ଆସିବା, ହ୍ୟୁମାନଙ୍କୁ ଇଗ୍ନୋର କରିବା, ଏସବୁ କୁଆଡ଼େ ହ୍ୟୁମାନଙ୍କ ଡିପ୍ରେସନର କାରଣ ବୋଲି ହ୍ୟୁମାନଙ୍କ ମା ନିଜେ ଅଭିଯୋଗ କରିଛନ୍ତି। ଏତେ ସବୁ ପରେ ଦୁଇ ମ୍ୟାନେଜର ମଧ୍ୟ ସମାନ ପରିମାଣରେ ଦାୟୀ ବୋଲି ହ୍ୟୁମାନଙ୍କ ମା ଅଭିଯୋଗ ପରେ ଅଭିଯୋଗ ଆଣି ଚାଲିଛନ୍ତି। ଏପଟେ ଅନେକ ଦିନ ପରେ ବାପାକୁ ଦେଖା କରିବାକୁ ଆସିଥିବା ଝିଅ କିନ୍ତୁ କାନ୍ଦି କାନ୍ଦି ବାପାକୁ ପଚାରି ଚାଲିଥିଲା, ତମେ ମୋତେ ଛାଡ଼ିକି କେମିତି ଯାଇପାରିଲ ବାପା? ସତରେ କ'ଣ ତମେ ମରିଗଲ? ଏମିତି ଅନେକ ଆରୋପ ପ୍ରତ୍ୟାରୋପ ଭିତରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ ତାଙ୍କ ଧର୍ମୀୟ ରୀତିନୀତି ଅନୁସାରେ କବର ଦିଆଯାଇଥିଲା। ଆଉ ହ୍ୟୁମାନଙ୍କ ଯୁଗର ଅନ୍ତ ସିନା ଘଟିଥିଲା, ହେଲେ ତାଙ୍କ ଗୀତ ଆଜି ବି ସମସ୍ତଙ୍କ କାନରେ ବାଜୁଛି, ଆଉ ସବୁଦିନ ପାଇଁ ବାଜୁଥିବ ମଧ୍ୟ। ହେଲେ ଏତେ ଅଭିଯୋଗ ଆରୋପ ପ୍ରତ୍ୟାରୋପ ପରେ ହ୍ୟୁମାନଙ୍କ ଜୀବନ ଯିବାର କାରଣ କିଏ ଥିଲେ? କମେଣ୍ଟ କରି ଆପଣମାନେ ନିଶ୍ଚୟ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।